ଅପରାଧକୁ ଅଟକେଇବା ପାଇଁ ବିଜେଡି ଯୋଉ ରଣନୀତି କରିଥିଲା ଇକ୍ୱେସନ ଭୋଟ କଂଗ୍ରେସରୁ ପାଇବ ବୋଲି 50-60 ମାନେ 50-60 ଭୋଟ ପାଇବାକୁ ଆଶା ରଖିଥିଲା ତାହା କିନ୍ତୁ ସମ୍ଭବପର ହୋଇନାହିଁ। ଏଇଥିପାଇଁ ଜଟଣୀରେ ସିଚୁଏସନଟି ଯେତିକି ଆଗେଇବାର ଥିଲା ମନମୋହନ ରାଉତରାୟ ସେତିକି ଭୋଟ ସେ ପାଉନାହାନ୍ତି। ଦେଖନ୍ତୁ ଓଡ଼ିଶାକୁ ନେଇ ଯୋଉ ଏକ୍ଜିଟ୍ ପୋଲ କରାଯାଇଛି ଆମର ଆଞ୍ଚଳିକ ଗଣମାଧ୍ୟମ ଜରିଆରେ କେବଳ ପୁରୀଟାରେ ମାନେ ବିଜେପି ଜିତିବାଟା ନିଶ୍ଚିତ ବୋଲି କୁହାଯାଉଛି। ଏବଂ ଯେତକ ମାନେ ଆପଣ ଦେଖିବେ ନନ୍ଦିଘୋଷ ସକାଳ ଯୋଉଟା କରିଛି ଆପଣ ଦେଖୁଥିବେ ଯେ ବିଜୁ ଜନତା ଦଳର ଗୋଟେ ଲିଙ୍କ ତା ଦେହରେ ରହିଛି। ତେଣୁ ସେମାନେ ଯେତେବେଳେ ପୁରୀଟାକୁ ଟେକି ଦଉଛନ୍ତି ବିଜେପି ହାତକୁ ଏବଂ ପ୍ରଗତିବାଦୀର ବି ଦେଖିବେ ଆପଣ ସେଇ ଲାଇନରେ ତାହେଲେ ଭାବି ନିଅନ୍ତୁ ଯେ ପୁରୀରେ ବିଜେପି ଏଥର ଜିତିବାଟି ନିଶ୍ଚିତ ହେଇସାରିଛି। ଏବଂ ଯଦି ଆମେ ଭୁବନେଶ୍ୱର କଥା ଆଲୋଚନା କରିବା ଭୁବନେଶ୍ୱରରେ ବିଜୁ ଜନତା ଦଳ ବିଜେପି ମଧ୍ୟରେ ଗୋଟେ କଡ଼ା ଟକ୍କର ହଉଛି ଏବଂ ଅପରାଜିତାଙ୍କୁ ଅଟକେଇବା ପାଇଁ ବିଜେଡି ଯୋଉ ରଣନୀତି କରିଥିଲା ଇକ୍ୱେସନ ଭୋଟ କଂଗ୍ରେସରୁ ପାଇବ ବୋଲି 50-60 ଭୋଟ ପାଇବାକୁ ଆଶା ରଖିଥିଲା ତାହା କିନ୍ତୁ ସମ୍ଭବପର ହୋଇନାହିଁ। ଏଇଥିପାଇଁ ଜଟଣୀରେ ସିଚୁଏସନଟି ଯେତିକି ଆଗେଇବାର ଥିଲା ମନମୋହନ ରାଉତରାୟ ସେତିକି ଭୋଟ ସେ ପାଉନାହାନ୍ତି। ମାନେ ତାଙ୍କ ଆକଳନ ଥିଲା ମନେକର 40-50 ହଜାର ତା ଭିତରେ 20-25 ହଜାର ଭିତରେ ସୀମିତ ରହିବେ। ବେଗୁନିଆରେ ସେମିତି ବିଜେଡିର ଏମଏଲଏ ଯୋଉ ପୋଜିସନରେ ଜିତିବେ ସେଇ ଅନୁସାରେ ଭୋଟିଂ ହେଇନାହିଁ କାରଣ ବେଗୁନିଆରେ କଂଗ୍ରେସର ଭୋଟ ମଧ୍ୟ କିଛି ପରିମାଣରେ ଯାଇଛି ଭାରତୀୟ ଜନତା ପାର୍ଟି ଆଡକୁ। ଗତ ଥର ତ ସବୁ ଯାଇଥିଲା ଏଥର ଅନେକାଂଶରେ ଭୋଟ ଭାରତୀୟ ଜନତା ପାର୍ଟି ଆଡକୁ ଯାଇଛି। ଏବଂ ସବୁଠାରୁ ବଡ କଥା ହଉଛି ଅପରାଜିତା ପାଇଁ ପ୍ଲସ ପଏଣ୍ଟ ବର୍ତ୍ତମାନ ଭୁବନେଶ୍ୱର ଯୋଉଠି 10% ପାଖାପାଖି ଭୋଟ ରାଇଜ କରିଛି। ସାଧାରଣତଃ କୁହାଯାଏ ଯେ ଇଣ୍ଟେଲେକ୍ଚୁଆଲ ମାସ୍ ଭୋଟ ଦେବାକୁ ଯାଆନ୍ତି ନାହିଁ ବୋଲି ମତଦାନ ହାରଟା କମ ରହିଥାଏ କିନ୍ତୁ ଏଥର ଯେହେତୁ ଭୋଟ ବଢିଛି ଲୋକ ଆଶା କରୁଛନ୍ତି ଯେ ଇଣ୍ଟେଲେକ୍ଚୁଆଲ ମାସ୍ ଏଠି ଭୋଟ ଦେଇଛନ୍ତି ସାଧାରଣତଃ ଭାବରେ ସେ ଭୋଟ ଗୁଡିକ ବିଜେପି କି ଯାଏ ଯୋଉଥିପାଇଁ ବିଜୁ ଜନତା ଦଳ ଆଉ ଭାରତୀୟ ଜନତା ପାର୍ଟିରେ କମ୍ପିଟିସନ ହଉ ବୋଲି ସେ ସକାଳ ନନ୍ଦିଘୋଷର ଆପଣ ଯଦି ସର୍ଭେ ରିପୋର୍ଟଟି ଦେଖିବେ ତାହେଲେ ପାଇବେ। ମାନେ ଭୁବନେଶ୍ୱର ଯଦି ଭଲ ଲିଡ୍ ଦିଏ 60-70 ହଜାର ଲିଡ୍ ଦିଏ ଅପରାଜିତା ଷଡ଼ଙ୍ଗୀକୁ ଗତ ଥର ଯେତିକି ପାଇଥିଲେ ତା ଡବଲ ଯଦି ଲିଡ୍ ଦିଏ ତାହେଲେ ନିଶ୍ଚିତ ଭାବରେ ଅପରାଜିତା ଜିତି ପାରିବେ। ଯଦି ସେଭଳି ଲିଡ୍ ନ ହୁଏ ତାହେଲେ ଜୟଦେବ ଜଟଣୀ ଓ ବେଗୁନିଆ ଆଧାରରେ ମନମୋହନ ରାଉତରାୟ ମଧ୍ୟ ଜିତି ଯାଇପାରନ୍ତି। ଏବଂ ଆମେ ଯଦି କହିବା ବାଲେଶ୍ୱରରେ ଏଥର ତିନିମୁଖୀ ଲଢେଇ ହଉଛି ଯଦିଓ ଶ୍ରୀକାନ୍ତ ଜେନା କଂଗ୍ରେସର ସ୍ଥିତି ହେତି ଟିକେ ଦୁର୍ବଳ ରହିଥିଲା କିନ୍ତୁ ଶ୍ରୀକାନ୍ତ ଜେନା ଗଲା ପରେ କଣ କି ଶ୍ରୀକାନ୍ତ ଜେନାଙ୍କର ବହୁତ ମାନେ ଟ୍ୟାକ୍ଟଫୁଲି ସେ ହ୍ୟାଣ୍ଡେଲ କରିପାରନ୍ତି ମ୍ୟାନେଜମେଣ୍ଟ ଜାଣନ୍ତି ଯେ ଇଲେକ୍ସନରେ କୋଉ ଜାଗାରେ କଣ କଲେ ଭୋଟଟି ଆସିପାରିବ। ଏବଂ ବିଜୁ ଜନତା ଦଳର ଯୋଉ ପ୍ରାର୍ଥୀ ଯିଏକି ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଥିଲେ ନନାଙ୍କର ସହଯୋଗୀ ତେଣୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଲେଖାଶ୍ରୀ ସାମନ୍ତରାୟ ଯେମିତି ସାଧାରଣ ଭାବରେ ଦେଖାଗଲେ ଆପଣ ଯଦି କହିବେ ତାହେଲେ ବିଜେଡି ଓ ବିଜେପି ମଧ୍ୟରେ ହିଁ ଏମ୍ପି ସିଟ୍ ଗୁଡିକରେ ଲଢେଇ ହଉଛି। ଶ୍ରୀକାନ୍ତ ଜେନା କେତେ ଇମ୍ପାକ୍ଟ ପକେଇବେ ତା ତ ସମୟ କହିବ। ତାଙ୍କର ମଧ୍ୟ କଂଗ୍ରେସର କିଛି ବରିଷ୍ଠ ନେତା ମଧ୍ୟ ତାଙ୍କର ମଧ୍ୟ ଚେର କାଟିଥିବାର ଖବର ମିଳୁଛି। ତେଣୁ ବିଜୁ ଜନତା ଦଳ ଭାରତୀୟ ଜନତା ଭିତରେ କମ୍ପିଟିସନ ହବ। ଆ ଭିତରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଭଲ ସ୍ଥିତିରେ ରହିଛନ୍ତି ବୋଲି ଆମେ କହିପାରିବା। ଆଉ ସମ୍ବଲପୁରରେ ଆପଣ ଦେଖିବେ ଦୁଇ ଦଳର ପୋଷ୍ଟର ବୟ ନିର୍ବାଚନ ଲଢୁଥିଲେ। ଓଡ଼ିଶା ବିଜେପିରେ ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ସେପଟେ ବିଜୁ ଜନତା ଦଳର ନମ୍ବର 3 ପ୍ରଣବ ପ୍ରକାଶ ଦାସ ଉଭୟଙ୍କ ଭିତରେ ଗୋଟେ କଡ଼ା ଟକ୍କର ହେଇଛି। କିନ୍ତୁ ସମ୍ବଲପୁର ବେଲ୍ଟଟା ଆପଣ ଦେଖିବେ ପଶ୍ଚିମ ଓଡ଼ିଶାରେ ବରଗଡ଼ରେ ବର୍ତ୍ତମାନ ଜିତୁଛି ଭାରତୀୟ ଜନତା ପାର୍ଟି। ଯୋଉ ସର୍ଭେ ସଂସ୍ଥା ବରଗଡ଼ରେ ସବୁତକ ସର୍ଭେ ସଂସ୍ଥା କହୁଛନ୍ତି ବରଗଡ଼ରେ ବିଜେପି ଜିତିବ। ବରଗଡ଼ ସମ୍ବଲପୁର ଗୋଟିଏ ବେଲ୍ଟ ଭିତରେ ରହୁଛି। ତେଣୁ ସାଧାରଣତଃ କଣ ହୁଏ ଗୋଟିଏ ଅଞ୍ଚଳରେ ଯେତେବେଳେ ଗୋଟେ ଦଳର ହାୱା ସୃଷ୍ଟି ହୁଏ ତାହା ନିଶ୍ଚିତ ଭାବରେ ଆଖପାଖ ଅଞ୍ଚଳକୁ ପ୍ରଭାବିତ କରେ। ସେଇ ଆଧାରରେ ଗତ ଥର ମଧ୍ୟ ସମ୍ବଲପୁରରେ ଆପଣ ଦେଖିବେ ଭାରତୀୟ ଜନତା ପାର୍ଟି ଜିତିଥିଲା। ଏବଂ ପ୍ରଚାର ଷ୍ଟାଇଲଟା ଦେଖିବେ ପ୍ରଣବ ପ୍ରକାଶ ଦାସ ଭର୍ସେସ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପ୍ରଚାର ଷ୍ଟାଇଲରେ ବି ନିଆରା ଅନ୍ଦାଜରେ ପ୍ରଚାର କରିଥିଲେ ଏବଂ ମୋଦିଙ୍କର କ୍ରେଜ ରହିଛି। ସେଇ ଆଧାରରେ ଧର୍ମେନ୍ଦ୍ର ପ୍ରଧାନ ଆଶା ରଖିଛନ୍ତି ମୁଁ ଜିତିବି ଯେହେତୁ ଦେବଗଡ଼ରୁ ପୂର୍ବରୁ ମଧ୍ୟ ସେ ସାଂସଦ ଥିଲେ। ତେଣୁ ସେ ଅଞ୍ଚଳ ସହିତ ପୁରୁଣା ସମ୍ପର୍କ ଥିଲା ସମ୍ବଲପୁରୀ ଭାଷାରେ ଲୋକଙ୍କୁ କହିକି ସେ ମଧ୍ୟ ପ୍ରଚାର କରୁଥିବା ଆପଣ ଦେଖିବାକୁ ପାଇଥିବେ। ସେଭଳିରେ ସେ ଆଶା କରୁଛନ୍ତି କିନ୍ତୁ ବବି ଦାସର ଯେହେତୁ ବିଜୁ ଜନତା ଦଳର ସଂଗଠନ ସହିତ ଜଡ଼ିତ ଅଛନ୍ତି ବହୁତ ପୂର୍ବରୁ ସେ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ଦାୟିତ୍ୱରେ ମଧ୍ୟ ରହିଥିଲେ ଏବଂ ସମସ୍ତଙ୍କୁ ଜାଣିଛନ୍ତି। ସେଭଳିଆ ଦୃଷ୍ଟିରୁ କିନ୍ତୁ ଆଜିକା ଦିନରେ ଯଦି କୁହାଯାଉଛି ଏକ୍ଜିଟ୍ ପୋଲ୍ ହଉ କିମ୍ବା ବୁଥ ବାହୁଡ଼ା ମତ କି ଆମେ ସାଧାରଣରେ ଯୋଉ ରାଜନୈତିକ ସମୀକ୍ଷକ ହଉ ସାମ୍ବାଦିକ ହୁଅନ୍ତୁ କିମ୍ବା କିଛି ଲୋକଙ୍କ ସହିତ ଆଲୋଚନା କରୁଛୁ ସାମାନ୍ୟ ବିଜେପି ଟିକେ ଆଗରେ ରହିଛି। ତେଣୁ ସମ୍ବଲପୁରରେ ଗୋଟେ ଧର୍ମେନ୍ଦ୍ର ପ୍ରଧାନ ଜିତି ଯାଇପାରିବାର ଗୋଟେ ସମ୍ଭାବନା ରହିଛି।